ଟିକେ କଳ୍ପନା କରନ୍ତୁ ତ, ଆମ ମସ୍ତିଷ୍କ ହେଉଛି ଗୋଟିଏ ବହୁତ ବ୍ୟସ୍ତବହୁଳ ଆଉ ବିଶାଳ ସହର। ମାନେ ବହୁତ ଦଶନ୍ଧି ଧରି ବୈଜ୍ଞାନିକମାନେ ଆମକୁ ଗୋଟିଏ କଥା କହି ଆସୁଥିଲେ ଯେ ଯେତେବେଳେ ଆମର ପିଲାଦିନ ସରିଯାଏ ନା, ସେତେବେଳେ ଏହି ସହରର ସବୁ ରାସ୍ତା ପୁରା କଂକ୍ରିଟରେ ତିଆରି ହୋଇ ସବୁଦିନ ପାଇଁ ସ୍ଥାୟୀ ହୋଇଯାଏ। ହଁ, ଆଉ ସମସ୍ତେ ସେଇଆ ହିଁ ବିଶ୍ୱାସ କରୁଥିଲେ। ମାନେ ଲୋକେ ଭାବୁଥିଲେ ଯେ ବୟସ୍କ ହେବା ପରେ ମସ୍ତିଷ୍କରେ ଆଉ କୌଣସି ନୂଆ ରାସ୍ତା ତିଆରି ହୋଇପାରିବନି। ଏକଦମ। ସମସ୍ତଙ୍କର ଧାରଣା ଥିଲା ଯେ ବୟସ ବଢ଼ିବା ସହ କେବଳ ପୁରୁଣା ରାସ୍ତାଗୁଡ଼ିକ ଖରାପ ହେବ। କିନ୍ତୁ ଆଜିର ଏହି ଗଭୀର ଆଲୋଚନାରେ ଆମେ ଏହି ପୁରୁଣା କଥାକୁ ପୂରାପୂରି ଭୁଲ ପ୍ରମାଣିତ କରିବାକୁ ଯାଉଛୁ। କାରଣ? କାରଣ ବିଜ୍ଞାନ ଏବେ ବହୁତ ଆଗକୁ ଯାଇସାରିଲାଣି। ଠିକ୍ କଥା। ମାନେ ଭାବନ୍ତୁ, ପ୍ରତିଥର ଆମେ ଗୋଟିଏ ନୂଆ ଗୀତ ଶିଖିଲେ କିମ୍ବା ଖାଲି ଗୋଟିଏ ଟେକ୍ସଟ ମେସେଜ ପଢ଼ିଲେ ବି ମସ୍ତିଷ୍କ ନିଜ ଭିତରେ ନୂଆ ରାସ୍ତା ତିଆରି କରୁଥାଏ ଆଉ ପୁରୁଣା ରାସ୍ତାକୁ ଭାଙ୍ଗୁଥାଏ। ଆଉ ପ୍ରକୃତରେ ସେଇ ପୁରୁଣା ଚିନ୍ତାଧାରାଟା ବହୁତ ନିରାଶାଜନକ ଥିଲା। ମାନେ ଗୋଟିଏ ବୟସ ପରେ କେହି ନିଜକୁ ଆଉ ବଦଳାଇ ପାରିବେ ନାହିଁ, ଏଇଟା ଭାବିବାକୁ ବି କେମିତି ଗୋଟେ ଲାଗୁଛି। ହଁ, ପୁରା ନିରାଶ କରିଦେଲା ଭଳି। କିନ୍ତୁ ଏବେ ଆମେ ଜାଣିଛେ ଯେ ମସ୍ତିଷ୍କର ଏହି ଗୁଣକୁ ନ୍ୟୁରୋପ୍ଲାଷ୍ଟିସିଟି ବା ବ୍ରେନ୍ ପ୍ଲାଷ୍ଟିସିଟି କୁହାଯାଏ। ଆଉ ଏହା କୌଣସି ଯାଦୁ ନୁହେଁ, ବରଂ ପୁରା ନିଚ୍ଛକ ଜୀବବିଜ୍ଞାନ। ଆଚ୍ଛା, ତାହେଲେ ଆମ ମସ୍ତିଷ୍କ ସେଇ ଶୁଖିଲା ସିମେଣ୍ଟ ବା କଂକ୍ରିଟ ପରି ଆଦୌ ନୁହେଁ। ମୁଁ ତ କହିବି ଏହାକୁ ବରଂ ଏକ ଓଦା ମାଟି ପରି ଭାବିବା ଅଧିକ ଠିକ୍ ହେବ। ଏକ ଏମିତି ଓଦା ମାଟି ଯାହାକୁ ଆମର ପ୍ରତିଦିନର ଅଭିଜ୍ଞତା ଆଉ କାମ ଗୋଟେ ନୂଆ ଆକାର ଦେଇ ଚାଲିଛି। ବିଲକୁଲ। ଆମ ଚିନ୍ତାଧାରା ବି ଏହି ମାଟିକୁ ଆକାର ଦିଏ। କିନ୍ତୁ ଏଇଠି ମୋ ମନରେ ଗୋଟେ ବହୁତ ବଡ଼ ପ୍ରଶ୍ନ ଆସୁଛି। ଟିକେ ରୁହନ୍ତୁ, ଯଦି ମସ୍ତିଷ୍କ ପ୍ରକୃତରେ ସବୁବେଳେ ବଦଳୁଛି ଆଉ ଏହା ଓଦା ମାଟି ପରି ଏତେ ନମନୀୟ, ତେବେ ଆମର ଏମିତି କିଛି ଖରାପ ଅଭ୍ୟାସ କାହିଁକି ଥାଏ ଯାହା ବହୁତ ଜିଦ୍ଦିଆ ଲାଗେ? ମାନେ ଆପଣ କେଉଁଭଳି ଅଭ୍ୟାସ କଥା କହୁଛନ୍ତି? ଯେମିତିକି ସକାଳୁ ଉଠି ମୋବାଇଲ ଧରି ଘଣ୍ଟା ଘଣ୍ଟା ସୋସିଆଲ ମିଡିଆ ଦେଖିବା। ଯଦି ମସ୍ତିଷ୍କ ନିଜକୁ ଏତେ ସହଜରେ ବଦଳାଇ ପାରୁଛି, ତେବେ ଏହି ଖରାପ ଅଭ୍ୟାସଗୁଡ଼ିକୁ ବଦଳାଇବା କାହିଁକି ଏତେ କଷ୍ଟକର ହୁଏ? ଏହା ଏକ ଚମତ୍କାର ପ୍ରଶ୍ନ। ଆଉ ପ୍ରକୃତରେ ଏଇଠାରେ ହିଁ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡ଼ନ୍ତି। ଆମେ ସାଧାରଣତଃ କ'ଣ ଭାବୁ ନା, ପ୍ଲାଷ୍ଟିସିଟି ମାନେ କେବଳ ସକାରାତ୍ମକ ପରିବର୍ତ୍ତନ। ହଁ, ମାନେ କେବଳ ଭଲ ଦିଗରେ ବଦଳିବା। ଠିକ୍, କିନ୍ତୁ ସତ କଥା ହେଉଛି ନ୍ୟୁରୋପ୍ଲାଷ୍ଟିସିଟିର ନିଜର କୌଣସି ନୈତିକ ବିଚାରବୋଧ ନାହିଁ। ଏହା ଭଲ କିମ୍ବା ଖରାପ ଭିତରେ ଫରକ ଜାଣେ ନାହିଁ। ଏହା କେବଳ ପୁନରାବୃତ୍ତି, ମାନେ ବାରମ୍ବାର କରାଯାଉଥିବା କାମ ଉପରେ କାମ କରେ। ଆଚ୍ଛା, ତେବେ ଯାହା ବାରମ୍ବାର କରିବା ସେଇଟା ହିଁ ସେ ଧରିବ। ହଁ, ଯେତେବେଳେ କୌଣସି ଖରାପ ଅଭ୍ୟାସକୁ ବାରମ୍ବାର କରାଯାଏ, ଯେମିତି ଅଯଥା ଚିନ୍ତା କରିବା କିମ୍ବା ମୋବାଇଲ ଘାଣ୍ଟିବା, ମସ୍ତିଷ୍କ ସେଇ ଦିଗରେ ନିଜର ଗଠନକୁ ବହୁତ ମଜବୁତ କରିଦିଏ। ଏହା ହିଁ ମସ୍ତିଷ୍କର ଆଡାପ୍ଟେସନ ବା ଅନୁକୂଳନ ପ୍ରକ୍ରିୟା। ବାପରେ, ତାମାନେ ମସ୍ତିଷ୍କ ପ୍ରକୃତରେ ମୋ ବିରୋଧରେ କାମ କରିପାରେ। ମାନେ ଯଦି ଆମେ ଲଗାତାର ଖରାପ ଖବର ପଢ଼ୁଛୁ ବା ନକାରାତ୍ମକ ଚିନ୍ତା କରୁଛୁ, ତେବେ ଆମ ମସ୍ତିଷ୍କରେ ସେହି ଉଦ୍ବେଗରେ ପୁରା ଏକ ଏକ୍ସପର୍ଟ ବା ଦକ୍ଷ ମେସିନ୍ ପାଲଟି ଯାଉଛି। ଏକଦମ ସଠିକ୍ ବୁଝିଛନ୍ତି ଆପଣ। ମସ୍ତିଷ୍କ କେବଳ ଆମ ଅଭ୍ୟାସକୁ ଶାରୀରିକ ରୂପ ଦେଉଛି। ଆଉ ଏହାକୁ ଭଲ ଭାବେ ବୁଝିବା ପାଇଁ ଆମକୁ ପ୍ରଥମେ ନ୍ୟୁରୋପ୍ଲାଷ୍ଟିସିଟି ଶବ୍ଦଟିର ପ୍ରକୃତ ଅର୍ଥକୁ ଟିକେ ଦେଖିବାକୁ ପଡ଼ିବ। ହଁ, ସେହି ଶବ୍ଦର ମାନେଟା ଟିକେ ସରଳ ଭାଷାରେ ବୁଝାଇଲେ ଭଲ ହୁଅନ୍ତା। ନିଶ୍ଚୟ। ଏହି ଶବ୍ଦଟି ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ। ପ୍ରଥମଟି ହେଲା ନ୍ୟୁରୋ, ଯାହାର ସମ୍ପର୍କ ସିଧାସଳଖ ନ୍ୟୁରନ୍ ବା ଆମ ସ୍ନାୟୁକୋଷ ସହିତ ରହିଛି, ଯେଉଁଥିରେ ଆମ ମସ୍ତିଷ୍କ ତିଆରି। ଆଉ ଦ୍ୱିତୀୟ ଭାଗଟି ହେଲା ପ୍ଲାଷ୍ଟିସିଟି, ଯାହାର ଅର୍ଥ ହେଉଛି କୌଣସି ଜିନିଷକୁ ସହଜରେ ଆକାର ଦେବାର କ୍ଷମତା, ପ୍ଲାଷ୍ଟିକ ପରି। ଆଚ୍ଛା ଆଚ୍ଛା, ତେଣୁ ଏହି ଦୁଇଟି ମିଶିଗଲେ ଅର୍ଥ ହେଲା ନ୍ୟୁରନ୍ଗୁଡ଼ିକର ନିଜକୁ ବଦଳାଇବାର ନମନୀୟତା। ଯଦି ଆମେ ସେହି ସହରର ରାସ୍ତା ଉଦାହରଣକୁ ପୁଣିଥରେ ନେବା, ତାହେଲେ ଯେମିତି ସହରରେ ଟ୍ରାଫିକ୍ ବଢ଼ିଲେ ନୂଆ ଆଉ ଚଉଡ଼ା ରାସ୍ତା ତିଆରି ହୁଏ। ଆଉ ଯେଉଁ ରାସ୍ତାରେ ଲୋକ ଯିବା ଆସିବା ବନ୍ଦ କରିଦିଅନ୍ତି, ସେଗୁଡ଼ିକ ପରିତ୍ୟକ୍ତ ହୋଇଯାଏ। ଠିକ୍ ସେହିପରି ଆମ ମସ୍ତିଷ୍କ କାମ କରେ। କିନ୍ତୁ ଏହା କିପରି ହୁଏ, ତାହା ହିଁ ସବୁଠାରୁ ଆକର୍ଷଣୀୟ। ମୁଁ ବି ସେଇଆ ହିଁ ଭାବୁଥିଲି। ଆମେ ତ ଜାଣୁ ଯେ ମସ୍ତିଷ୍କରେ କୋଟି କୋଟି ନ୍ୟୁରନ୍ ଅଛି, ଆଉ ମସ୍ତିଷ୍କ ହେଉଛି ସେହି ସହର ଏବଂ ନ୍ୟୁରନ୍ଗୁଡ଼ିକ ହେଉଛନ୍ତି ସହରର ଗୋଟିଏ ଗୋଟିଏ ଛକ। କିନ୍ତୁ ଏହି ଛକଗୁଡ଼ିକ ପରସ୍ପର ସହ କିପରି କଥାବାର୍ତ୍ତା କରନ୍ତି? ମାନେ ଏହି ବାସ୍ତବିକ ପ୍ରକ୍ରିୟାଟି ପ୍ରକୃତରେ କ'ଣ? ଏହା ପ୍ରକୃତିରେ ବହୁତ ଆଶ୍ଚର୍ଯ୍ୟଜନକ। ମସ୍ତିଷ୍କରେ ଥିବା ଏହି ନ୍ୟୁରନ୍ଗୁଡ଼ିକ ନା ପରସ୍ପର ସହିତ ପୂରାପୂରି ଲାଗି କରିନଥାନ୍ତି। ଦୁଇଟି ନ୍ୟୁରନ୍ ମଝିରେ ଗୋଟିଏ ଅତି କ୍ଷୁଦ୍ର ମାଇକ୍ରୋସ୍କୋପିକ୍ ଫାଙ୍କ ଥାଏ। ମାନେ ଖାଲି ଜାଗା ଥାଏ। ହଁ, ଆଉ ଏହି ଫାଙ୍କକୁ ସିନାପ୍ସ କୁହାଯାଏ।
ବର୍ତ୍ତମାନ ଗୋଟିଏ ନ୍ୟୁରନ୍ ଅନ୍ୟ ଏକ ନ୍ୟୁରନ୍କୁ ବାର୍ତ୍ତା ପଠାଇବା ପାଇଁ ଏହି ଫାଙ୍କ ଦେଇ କିଛି ରାସାୟନିକ ପଦାର୍ଥ ଛାଡ଼ିଥାଏ ଆଉ ଏକ ବୈଦ୍ୟୁତିକ ସଂକେତ ସୃଷ୍ଟି କରେ। ଯେମିତି ଗୋଟିଏ ନଦୀ ଉପରେ ଏକ ଅସ୍ଥାୟୀ ପୋଲ୍ ତିଆରି କରାଯାଏ, ପୁରା ସେମିତି। ଓ ତାହେଲେ ଆମର ପ୍ରତିଟି ଚିନ୍ତା ଆଉ ପ୍ରତିଟି ନୂଆ ଶିକ୍ଷା କେବଳ ଏହି ରାସାୟନିକ ପୋଲ ଉପରେ ହିଁ ନିର୍ଭର କରେ? ବିଲକୁଲ। ଆଉ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାଟି ମୁଖ୍ୟତଃ 3ଟି ସୋପାନରେ କାମ କରେ ବୁଝିଲେ। ପ୍ରଥମଟି ହେଉଛି ନୂତନ ସଂଯୋଗ ସୃଷ୍ଟି କରିବା। ଯେତେବେଳେ ଆମେ କିଛି ସମ୍ପୂର୍ଣ୍ଣ ନୂଆ ଶିଖୁ, ମସ୍ତିଷ୍କ 2ଟି ନୂଆ ନ୍ୟୁରନ୍ ମଧ୍ୟରେ ଗୋଟେ ନୂଆ ପଥ ସୃଷ୍ଟି କରେ। ଆଚ୍ଛା, ଆଉ ଦ୍ୱିତୀୟଟି? ଦ୍ୱିତୀୟ ସୋପାନଟି ହେଉଛି ସଂଯୋଗ ଦୃଢ଼ କରିବା। ଯେତେବେଳେ ଆମେ ସେହି ଗୋଟିଏ କାମ ବାରମ୍ବାର କରୁ, ସେହି ରାସାୟନିକ ପୋଲ୍ଟି ଅଧିକ ମଜବୁତ ହୋଇଯାଏ। ମସ୍ତିଷ୍କ ସେହି ରାସ୍ତା ଉପରେ ଏକ ପ୍ରକାରର ଆବରଣ ଚଢ଼ାଇ ଦିଏ, ଯାହାକୁ ମାଇଲିନ୍ କୁହାଯାଏ। ଏହାଦ୍ୱାରା ସେହି ରାସ୍ତାରେ ସଂକେତ ଆହୁରି ଦ୍ରୁତ ଗତିରେ ଯାଇପାରେ। ମାନେ ସେହି ଛୋଟ ପାଦଚଲା ରାସ୍ତାଟି ଏକ ଚଉଡ଼ା ଏକ୍ସପ୍ରେସ୍ ହାଇୱେରେ ପରିଣତ ହୋଇଯାଏ। ଏକଦମ ଠିକ୍। ଆଉ ତୃତୀୟଟି ହେଉଛି? ତୃତୀୟଟି ନିଶ୍ଚୟ ସେହି ରାସ୍ତା ଭାଙ୍ଗିବା ପ୍ରକ୍ରିୟା ହୋଇଥିବ, ମାନେ ସଂଯୋଗ ଦୁର୍ବଳ କରିବା। ଯେଉଁ ରାସ୍ତାରେ କେହି ଗାଡ଼ି ଚଲାନ୍ତି ନାହିଁ, ସେଥିରେ ଘାସ ଉଠିଯାଏ ଆଉ ରାସ୍ତା ନଷ୍ଟ ହୋଇଯାଏ। ସେମିତି କିଛି କି? ପୁରା ସତ କଥା। ଯେଉଁ କାମ ବା ଚିନ୍ତାଧାରାଗୁଡ଼ିକୁ ଆମେ ଆଉ ବ୍ୟବହାର କରୁନାହୁଁ, ମସ୍ତିଷ୍କ ସେହି ସଂଯୋଗଗୁଡ଼ିକୁ ଆଉ ଶକ୍ତି ଯୋଗାଏ ନାହିଁ। ସେହି ପୋଲଗୁଡ଼ିକ ଧୀରେ ଧୀରେ ଭାଙ୍ଗିଯାଏ। ଏହାକୁ ବିଜ୍ଞାନ ଭାଷାରେ ସିନାପ୍ଟିକ୍ ପ୍ରୁନିଂ କୁହାଯାଏ। ଯେମିତି ବଗିଚାରେ ଗଛର ଶୁଖିଲା ଡାଳ କଟାଯାଏ ନା, ଠିକ୍ ସେମିତି। ବାଃ, ଏହିଠାରେ ଏହା ପ୍ରକୃତିରେ ବହୁତ ରୋଚକ ହୋଇଯାଏ ବୁଝିଲେ। ଆମେ ସାଧାରଣତଃ ଶୁଣିଥାଉ ଯେ ବ୍ୟବହାର କର ନଚେତ୍ ହରାଅ, କିନ୍ତୁ ଆସନ୍ତୁ ଗୋଟିଏ ବାସ୍ତବ ଉଦାହରଣ ନେବା। ହଁ ନିଶ୍ଚୟ, କୁହନ୍ତୁ। ଧରନ୍ତୁ କେହି ଜଣେ କଲେଜରେ ଥିବାବେଳେ 3 ବର୍ଷ ଧରି ବହୁତ କଷ୍ଟ କରି ଫରାସୀ କିମ୍ବା ଜାପାନୀ ଭାଷା ଶିଖିଲେ, କିନ୍ତୁ ତାପରେ 10 ବର୍ଷ ପର୍ଯ୍ୟନ୍ତ ସେ ସେହି ଭାଷାରେ ଗୋଟିଏ ବି ଶବ୍ଦ କାହା ସହ କଥା ହେଲେ ନାହିଁ। ଆଉ ଏବେ ସେ ପୁରା ଭାଷାଟି ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। ଆମେ ସାଧାରଣତଃ ଏହାକୁ କିପରି ଦେଖୁ? ଆମେ ତ ହତାଶ ହୋଇ କହୁ ଯେ ଆମ ସ୍ମରଣ ଶକ୍ତି ଖରାପ ହୋଇଗଲାଣି ବା ମସ୍ତିଷ୍କ ଏବେ ଦୁର୍ବଳ ହୋଇଗଲାଣି। ହଁ, କିନ୍ତୁ ଆମେ ଏବେ ଯାହା ଆଲୋଚନା କରୁଛୁ, ସେହି ଅନୁଯାୟୀ ଏହା ମସ୍ତିଷ୍କର କୌଣସି ତ୍ରୁଟି କିମ୍ବା ଦୁର୍ବଳତା ନୁହେଁ। ଏହା କ'ଣ ମସ୍ତିଷ୍କର ନୂଆ ଜ୍ଞାନ ପାଇଁ ସ୍ଥାନ ଖାଲି କରିବାରେ ଏକ ଅତ୍ୟନ୍ତ ଦକ୍ଷ ସଫାଇ ପ୍ରକ୍ରିୟା ନୁହେଁ କି? ବହୁତ ସୁନ୍ଦର ବିଶ୍ଳେଷଣ ଆପଣଙ୍କର। ଆମେ ଭୁଲିଯିବାଟାକୁ ଗୋଟେ ଅଭିଶାପ ବୋଲି ଭାବୁ, କିନ୍ତୁ ଜୀବବିଜ୍ଞାନ ଦୃଷ୍ଟିକୋଣରେ ଦେଖିଲେ ଏହା ଏକ ଚମତ୍କାର ବିଶେଷତ୍ୱ। ଜାଣିଛନ୍ତି, ଆମ ମସ୍ତିଷ୍କ ଏକ ଅତ୍ୟନ୍ତ ହିସାବୀ ଅଙ୍ଗ। ମାନେ ଶକ୍ତି ସଞ୍ଚୟ କରେ। ହଁ, ଆମେ ଖାଉଥିବା ଖାଦ୍ୟର ପ୍ରାୟ 20% ଶକ୍ତି କେବଳ ମସ୍ତିଷ୍କ ହିଁ ଖର୍ଚ୍ଚ କରେ। ତେଣୁ ଯଦି ଆମେ ସେହି ଫରାସୀ ଭାଷାକୁ ବର୍ଷ ବର୍ଷ ଧରି ବ୍ୟବହାର କରୁନାହୁଁ, ମସ୍ତିଷ୍କ ହିସାବ କରେ ଯେ ଏହି ଅଦରକାରୀ ହାଇୱେକୁ ରଖିବାରେ ମୁଁ ଏତେ ଶକ୍ତି କାହିଁକି ନଷ୍ଟ କରିବି। ତେଣୁ ଏହା ସେହି ରାସ୍ତାକୁ ସଫା କରିଦିଏ କିମ୍ବା ବନ୍ଦ କରିଦିଏ। ଆଚ୍ଛା, ଆଉ ଏହାଦ୍ୱାରା ଯେଉଁ ଶକ୍ତି ବଞ୍ଚିଲା ତାକୁ ଅନ୍ୟ ଜରୁରୀ କାମରେ ଲଗାଏ। ଏକଦମ, ତାହାକୁ ବର୍ତ୍ତମାନର ଦରକାରୀ ଜିନିଷ ଶିଖିବାରେ ବିନିଯୋଗ କରାଯାଏ। ଏହା ମସ୍ତିଷ୍କର ଉଚ୍ଚସ୍ତରୀୟ ଦକ୍ଷତା ନୁହେଁ ତ ଆଉ କ'ଣ? ସତରେ କମାଲ ବ୍ୟବସ୍ଥା। ତେଣୁ ଭୁଲିଯିବା ହେଉଛି ଆମର ଉନ୍ନତିର ଏକ ଅଂଶ। ଠିକ୍ ଅଛି, ଏହି ରାସ୍ତା ତିଆରି ହବା ଆଉ ଭାଙ୍ଗିବା କଥା ତ ଆମେ ବେଶ ଭଲରେ ବୁଝିଗଲେ। କିନ୍ତୁ ଯେତେବେଳେ ଏହି ନୂଆ ରାସ୍ତା ତିଆରି ହୁଏ, ସେତେବେଳେ କ'ଣ କେବଳ ଭିତରେ ଭିତରେ ସଂକେତର ଦିଗ ବଦଳେ, ନା ପ୍ରକୃତରେ ମସ୍ତିଷ୍କର ଆକାର ମଧ୍ୟ ବଦଳେ? ହଁ, ଏଇଠୁ ଆସୁଛି ଆମର ପରବର୍ତ୍ତୀ ବିଷୟ। ଏହା ଜାଣିବା ପାଇଁ ଆମକୁ ନ୍ୟୁରୋପ୍ଲାଷ୍ଟିସିଟିର 2ଟି ପ୍ରକାର ବିଷୟରେ ବୁଝିବାକୁ ପଡ଼ିବ। ଆଚ୍ଛା, ତେବେ ଏହା କେତେ ପ୍ରକାରର ଆଉ ସେଗୁଡ଼ିକ କ'ଣ? ମୁଖ୍ୟତଃ 2 ପ୍ରକାରର। ପ୍ରଥମଟି ହେଲା ଗଠନମୂଳକ ପ୍ଲାଷ୍ଟିସିଟି ବା ଷ୍ଟ୍ରକ୍ଚରାଲ ପ୍ଲାଷ୍ଟିସିଟି। ଏହା ପ୍ରକୃତରେ ଆପଣଙ୍କ ପ୍ରଶ୍ନର ସଠିକ୍ ଉତ୍ତର। ଏଠାରେ କେବଳ ଭିତରେ ଭିତରେ ରାସ୍ତା ବଦଳେ ନାହିଁ, ବରଂ ଶିଖିବା ପ୍ରକ୍ରିୟା ଯୋଗୁଁ ମସ୍ତିଷ୍କର ଭୌତିକ ଗଠନ ଆଉ ଆକାର ବାସ୍ତବରେ ବଦଳିଯାଏ। ସତରେ, ମାନେ ଆମେ ଆଖିରେ ଦେଖିପାରିବା ଭଳି ଶାରୀରିକ ପରିବର୍ତ୍ତନ ହୁଏ। ଏହା କିପରି ସମ୍ଭବ? ଏହାର ଗୋଟିଏ ବହୁତ କ୍ଲାସିକ୍ ଉଦାହରଣ ଅଛି। ଟିକେ ଭାବନ୍ତୁ, କେହି ଜଣେ ପ୍ରଥମ ଥର ପାଇଁ ବେହାଲା ବା ଭାୟୋଲିନ୍ ବଜାଇବା ଶିଖୁଛନ୍ତି। ଆଚ୍ଛା, ସେତେବେଳେ ତ ହାତ ଠିକ୍ରେ ଚାଲିବାନି। ହଁ, ପ୍ରଥମ କିଛି ଦିନ ତାଙ୍କ ଆଙ୍ଗୁଠିଗୁଡ଼ାକ ତାର ଉପରେ ସଠିକ୍ ଜାଗାରେ ପଡ଼ିବ ନାହିଁ। ବହୁତ କଷ୍ଟ ଲାଗିବ, କାରଣ ସେତେବେଳେ ମସ୍ତିଷ୍କରେ ସେହି କାମ ପାଇଁ ଥିବା ରାସ୍ତାଟି ବହୁତ ଦୁର୍ବଳ ଥାଏ। କିନ୍ତୁ ଯେତେବେଳେ ସେହି ବ୍ୟକ୍ତି ମାସ ମାସ ଧରି ଅଭ୍ୟାସ କରନ୍ତି, ମସ୍ତିଷ୍କ କେବଳ ବିଦ୍ୟୁତ୍ ସଂକେତକୁ ଦ୍ରୁତ କରେ ନାହିଁ। ତାହେଲେ ଆଉ କ'ଣ କରେ? ଆଉ ମସ୍ତିଷ୍କର ଯେଉଁ ଅଂଶଟି ବାମ ହାତର ଆଙ୍ଗୁଠି ଚାଳନା ପାଇଁ ଦାୟୀ, ଯାହାକୁ ମୋଟର କର୍ଟେକ୍ସ କୁହନ୍ତି,
ସେହି ଅଂଶରେ ବାସ୍ତବିକ ଭାବରେ ଅଧିକ ସ୍ନାୟୁକୋଷ ଜମା ହେବାକୁ ଲାଗେ ଆଉ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳଟି ସ୍କାନରରେ ଦେଖିଲେ ବାକି ଅଂଶ ତୁଳନାରେ ଆକାରରେ ବଡ଼ ଏବଂ ଅଧିକ ଘନ ହୋଇଯାଇଥିବାର ଦେଖାଯାଏ। ଓହୋ, ଏହା ତ ପୁରା ଜିମ୍ ଯିବା ସହ ସମାନ ହୋଇଗଲା। ଯେମିତି ପ୍ରତିଦିନ ଓଜନ ଉଠାଇଲେ ଆମ ହାତର ମାଂସପେଶୀ ଫୁଲିଯାଏ ଆଉ ବଡ଼ ହୋଇଯାଏ, ଠିକ୍ ସେମିତି ମାନସିକ ପରିଶ୍ରମ କଲେ ମସ୍ତିଷ୍କର ନିର୍ଦ୍ଦିଷ୍ଟ ଅଂଶର ଓଜନ ଏବଂ ଘନତା ବୃଦ୍ଧି ପାଏ। ପୁରା ସଠିକ୍ ତୁଳନା କଲେ। ଏହା ଶୁଣିବାକୁ କୌଣସି କାଳ୍ପନିକ ବିଜ୍ଞାନ କାହାଣୀ ପରି ଲାଗୁଛି, କିନ୍ତୁ ଏହା ତ ପୁରା ବାସ୍ତବିକ ଜୀବବିଜ୍ଞାନ। ତାହେଲେ ଦ୍ୱିତୀୟ ପ୍ରକାରଟି କ'ଣ? ଦ୍ୱିତୀୟଟି ହେଉଛି କାର୍ଯ୍ୟକାରୀ ପ୍ଲାଷ୍ଟିସିଟି ବା ଫଙ୍କସନାଲ ପ୍ଲାଷ୍ଟିସିଟି। ଯଦି କୌଣସି ଆଘାତ କିମ୍ବା ରୋଗ ଯୋଗୁଁ ମସ୍ତିଷ୍କର କୌଣସି ଅଂଶ ନଷ୍ଟ ହୋଇଯାଏ, ତେବେ ସେଠାରେ ଗୋଟିଏ ବଡ଼ ଗାତର ସୃଷ୍ଟି ହୁଏ। ସେହି ନଷ୍ଟ ହୋଇଥିବା ଅଂଶ ଆଉ ଠିକ୍ ହୋଇପାରେ ନାହିଁ, କିନ୍ତୁ ଆମ ମସ୍ତିଷ୍କ କେବେ ବି ହାର ମାନେ ନାହିଁ। ତାହେଲେ ସେ କ'ଣ କରେ? ନିଜକୁ ନିଜେ ସଜାଡ଼େ? ମସ୍ତିଷ୍କର ଏକ ଅଦ୍ଭୁତ କ୍ଷମତା ଅଛି ଯେ ଏହା ସେହି ନଷ୍ଟ ହୋଇଯାଇଥିବା ଅଂଶର କାମକୁ ଅନ୍ୟ ଏକ ସମ୍ପୂର୍ଣ୍ଣ ସୁସ୍ଥ ଅଂଶକୁ ସ୍ଥାନାନ୍ତର କରିଦେଇପାରେ। ଟିକେ ବୁଝାଇ କହିବେ କି ଏହା କିପରି ହୁଏ? ଶୁଣିବାକୁ ବହୁତ କୌତୂହଳ ଲାଗୁଛି। ନିଶ୍ଚୟ। ଧରନ୍ତୁ ଜଣେ ବ୍ୟକ୍ତିଙ୍କର ଷ୍ଟ୍ରୋକ୍ ହେଲା। ଷ୍ଟ୍ରୋକ୍ ଯୋଗୁଁ ରକ୍ତ ପ୍ରବାହ ବନ୍ଦ ହୋଇ ମସ୍ତିଷ୍କର ଯେଉଁ ଅଂଶଟି କଥା କହିବା ପାଇଁ ଦାୟୀ ଥିଲା, ତାହା ପୁରା ନଷ୍ଟ ହୋଇଗଲା। ଆଚ୍ଛା, ତେବେ ସେ ବ୍ୟକ୍ତି ତ କଥା କହିବା କ୍ଷମତା ହରାଇବେ? ହଁ, ପ୍ରାଥମିକ ସ୍ତରରେ ତାହା ହିଁ ହେବ। ସବୁକିଛି ଶେଷ ବୋଲି ମନେ ହେବ। କିନ୍ତୁ ଥେରାପି ଆଉ ଅଭ୍ୟାସ ଦ୍ୱାରା କ'ଣ ହୁଏ ଜାଣନ୍ତି? ସେହି ନଷ୍ଟ ହୋଇଥିବା ଅଞ୍ଚଳର ଚାରିପାଖରେ ଥିବା ସୁସ୍ଥ ନ୍ୟୁରନ୍ଗୁଡ଼ିକ ଗଛର ଚେର ପରି ନୂଆ ନୂଆ ଶାଖା ସୃଷ୍ଟି କରିବା ଆରମ୍ଭ କରନ୍ତି। ମାନେ ସେମାନେ ନୂଆ ରାସ୍ତା ଖୋଜନ୍ତି? ଏକଦମ। ସେମାନେ ସେହି ନଷ୍ଟ ଅଂଶକୁ ବାଦ ଦେଇ ଆଖପାଖ ଦେଇ ଏକ ନୂଆ ନେଟୱାର୍କ ବିଛାଇ ଦିଅନ୍ତି ଏବଂ ମସ୍ତିଷ୍କର ଏକ ସମ୍ପୂର୍ଣ୍ଣ ଅଲଗା ଅଂଶ, ଯାହାର କାମ ହୁଏତ ଆଗରୁ କଥା କହିବା ସହ ସମ୍ପୃକ୍ତ ନଥିଲା, ସେ ଏହି ନୂଆ ଦାୟିତ୍ୱକୁ ନିଜ କାନ୍ଧକୁ ନେଇଯାଏ ଆଉ ଧୀରେ ଧୀରେ ରୋଗୀ ପୁଣି ଥରେ କଥା କହିବା ଶିଖିଯାଏ। ରୁହନ୍ତୁ, ମୁଁ ଏହାକୁ ଟିକେ ମୋ ହିସାବରେ ବୁଝିବାକୁ ଚେଷ୍ଟା କରୁଛି। ଏହା ପ୍ରକୃତରେ ଏକ ବଡ଼ କମ୍ପାନୀର କାମ କରିବା ଶୈଳୀ ପରି ମନେ ହେଉଛି। ଆଚ୍ଛା, କିପରି ଭାବରେ? ଧରନ୍ତୁ, ଏକ ବଡ଼ କମ୍ପାନୀ ଅଛି ଯେଉଁଠି ଅନେକଗୁଡ଼ିଏ ବିଭାଗ କାମ କରୁଛନ୍ତି। ହଠାତ୍ ଦିନେ କୌଣସି ଅଘଟଣ ଘଟିଲା ଆଉ ମାର୍କେଟିଂ ବିଭାଗଟି ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଗଲା। ଏବେ କମ୍ପାନୀ କ'ଣ ବନ୍ଦ ହୋଇଯିବ? ନା, କମ୍ପାନୀ ବଞ୍ଚିବାକୁ ହେଲେ ତ କାମ ଚାଲୁ ରହିବା ଦରକାର। ହଁ, ନିଶ୍ଚିତ ଭାବରେ। ତେଣୁ ମ୍ୟାନେଜରମାନେ କ'ଣ କରିବେ? ମାନବ ସମ୍ବଳ ବା HR ବିଭାଗର କିଛି କର୍ମଚାରୀଙ୍କୁ ଆଣିବେ, ସେମାନଙ୍କୁ ତାଲିମ ଦେବେ ଆଉ କହିବେ ଯେ ଏବେଠାରୁ ତୁମେମାନେ ମାର୍କେଟିଂ କାମ ମଧ୍ୟ ସମ୍ଭାଳିବ। ଆଉ ଧୀରେ ଧୀରେ ସେ HR ବିଭାଗ ମାର୍କେଟିଂ କାମରେ ବି ପାରଙ୍ଗମ ହୋଇଯିବେ। ମସ୍ତିଷ୍କର ସୁସ୍ଥ କୋଷଗୁଡ଼ିକ ଠିକ୍ ସେହି କର୍ମଚାରୀଙ୍କ ପରି କାମ କରୁଛନ୍ତି ନା? ବାଃ, ଏହି ଉଦାହରଣଟି ପ୍ରକୃତିରେ ପୁରା ସଠିକ୍ ଭାବେ ବର୍ଣ୍ଣନା କରୁଛି। ସୁସ୍ଥ ନ୍ୟୁରନ୍ଗୁଡ଼ିକର ପ୍ରକୃତିରେ ନୂଆ ଦାୟିତ୍ୱ ଗ୍ରହଣ କରନ୍ତି। ମସ୍ତିଷ୍କ ନିଜର ଦାୟିତ୍ୱ ହସ୍ତାନ୍ତର କରିବାରେ ବହୁତ ଚତୁର। ବାସ୍ତବରେ ଏହା ଶୁଣିବାକୁ କୌଣସି କାଳ୍ପନିକ କାହାଣୀ ପରି ଲାଗୁଛି। ମସ୍ତିଷ୍କ ନିଜର ହଜିଯାଇଥିବା ସାମର୍ଥ୍ୟକୁ ପୁଣିଥରେ ଖୋଜି ବାହାର କରିବାରେ ଏତେ ପାରଙ୍ଗମ। କିନ୍ତୁ ଆଉ ଗୋଟେ କଥା, ଏହି ପ୍ରକ୍ରିୟା କେବେ ଘଟେ? ହଁ, ଆମେ ଏବେ ଯେଉଁ କଥାବାର୍ତ୍ତା କରୁଛୁ ସେତେବେଳେ ମଧ୍ୟ ନ୍ୟୁରନ୍ଗୁଡ଼ିକ ସଂଯୋଗ ତିଆରି କରୁଛନ୍ତି। ତଥାପି ଏହା ମୁଖ୍ୟତଃ 3ଟି ପର୍ଯ୍ୟାୟରେ ସବୁଠାରୁ ଅଧିକ ତୀବ୍ର ଥାଏ। ଆଉ ସେହି 3ଟି ପର୍ଯ୍ୟାୟ କ'ଣ? ପ୍ରଥମଟି ହେଉଛି ଆମର ପ୍ରାରମ୍ଭିକ ପିଲାଦିନ ବା ଅର୍ଲି ଚାଇଲ୍ଡହୁଡ୍। ଏହି ସମୟରେ ମସ୍ତିଷ୍କ ଗୋଟିଏ ସ୍ପଞ୍ଜ ପରି କାମ କରେ। ନୂଆ ତଥ୍ୟ, ଭାଷା, ପରିବେଶକୁ ଦେଖି ଛୋଟ ପିଲାଙ୍କ ମସ୍ତିଷ୍କ ପ୍ରତି ସେକେଣ୍ଡରେ ନିୟୁତ ନୂଆ ସଂଯୋଗ ତିଆରି କରେ। ଆଚ୍ଛା, ସେଥିପାଇଁ ପିଲାମାନେ ଏତେ ଶୀଘ୍ର ସବୁକିଛି ଶିଖିଯାନ୍ତି? ହଁ, ତାହା ହେଉଛି ମସ୍ତିଷ୍କ ବିକାଶର ଏକ ବିସ୍ଫୋରଣ। ଦ୍ୱିତୀୟ ପର୍ଯ୍ୟାୟଟି ହେଉଛି ଶିଖିବା ସମୟରେ। ଯେତେବେଳେ ବି ଆମେ କୌଣସି ଜଟିଳ ସମସ୍ୟାର ସମାଧାନ କରୁ, ନୂଆ ବାଦ୍ୟଯନ୍ତ୍ର ଶିଖୁ କିମ୍ବା ନୂଆ ସହରର ରାସ୍ତାଘାଟ ଚିହ୍ନିବାକୁ ଚେଷ୍ଟା କରୁ, ସେହି ଧ୍ୟାନକେନ୍ଦ୍ରିକ ଶିକ୍ଷା ସମୟରେ ମସ୍ତିଷ୍କ ନୂଆ ଜାଲ ବୁଣେ। ଆଉ ତୃତୀୟଟି? ଆଉ ତୃତୀୟ ପର୍ଯ୍ୟାୟଟି ହେଉଛି ଯାହା ଆମେ ବର୍ତ୍ତମାନ ଆଲୋଚନା କରୁଥିଲେ, ମାନେ ଆଘାତ ପରେ। ମସ୍ତିଷ୍କ ଯେତେବେଳେ ଜାଣିପାରେ ଯେ ତାର କିଛି ଅଂଶ ନଷ୍ଟ ହୋଇଯାଇଛି, ଏହା ତୁରନ୍ତ ଏକ ଓଭରଡ୍ରାଇଭ୍ ମୋଡକୁ ପଳାଏ। ମାନେ ଦ୍ରୁତ ଗତିରେ କାମ କରିବା ଆରମ୍ଭ କରେ। ହଁ, କ୍ଷତିପୂରଣ ପାଇଁ ଦ୍ରୁତ ଗତିରେ ନୂଆ ରାସ୍ତା ଖୋଜିବା ଆରମ୍ଭ କରେ। ଏହା ଆମ ଜୀବନର ସମସ୍ତ ବିକାଶ ଓ ପୁନରୁଦ୍ଧାରର ମୂଳ ଦୁଆର ଅଟେ। ଠିକ୍ କଥା।
କିନ୍ତୁ ଏଠାରେ ମୋର ଗୋଟିଏ ପ୍ରଶ୍ନ ଅଛି ଯାହା ବୋଧହୁଏ ଅନେକଙ୍କ ମନରେ ଆସୁଥିବ। କୁହନ୍ତୁ କ'ଣ ସେ ପ୍ରଶ୍ନ? ଆପଣ କହିଲେ ଯେ ଏହି ପ୍ରକ୍ରିୟା ଆମ ଜୀବନ ସାରା ଘଟୁଥାଏ ଆଉ ମସ୍ତିଷ୍କ ସବୁବେଳେ ବଦଳିବାକୁ ପ୍ରସ୍ତୁତ। ତେବେ ବୟସ୍କ ହେବା ପରେ, ମାନେ ଧରନ୍ତୁ 40 କିମ୍ବା 50 ବର୍ଷ ବୟସରେ, ଗୋଟିଏ ନୂଆ ଭାଷା ଶିଖିବା ବା ଗୋଟିଏ ନୂଆ ସଫ୍ଟୱେୟାର ଚଲାଇବା ଶିଖିବା ଗୋଟିଏ 5 ବର୍ଷର ପିଲା ଅପେକ୍ଷା ଏତେ କଷ୍ଟକର କାହିଁକି ଲାଗେ? ଏହା ଏକ ବହୁତ ବାସ୍ତବିକ ପ୍ରଶ୍ନ। ଆଉ ଏହାର ଉତ୍ତର ହେଉଛି ମସ୍ତିଷ୍କର ଅବସ୍ଥା ଏବଂ ପ୍ରକ୍ରିୟାରେ ଥିବା ପାର୍ଥକ୍ୟ। ପିଲାଦିନେ ମସ୍ତିଷ୍କ ଏକ ଖାଲି କାଗଜ ପରି ଥାଏ। ଏହାର ନୂଆ ସଂଯୋଗ ସୃଷ୍ଟି କରିବାର ଗତି ଅତ୍ୟନ୍ତ ତୀବ୍ର ଥାଏ। ବିଲକୁଲ। ପିଲାମାନେ କେବଳ ପରିବେଶରୁ ଶୁଣି ଶୁଣି ଭାଷା ଶିଖିଯାଆନ୍ତି। ସେମାନଙ୍କୁ ବ୍ୟାକରଣ ଘୋଷିବାକୁ ପଡ଼େ ନାହିଁ। କିନ୍ତୁ ବଡ଼ ହେଲା ପରେ ମସ୍ତିଷ୍କର ନମନୀୟତା ସରିଯାଏ ନାହିଁ, ବରଂ ମସ୍ତିଷ୍କ ଅଧିକ ସଂଗଠିତ ବା ଜଟିଳ ହୋଇଯାଏ। ମାନେ ଆଗରୁ ହିଁ ଅନେକ ରାସ୍ତା ତିଆରି ହୋଇସାରିଥାଏ। ଏକଦମ। ବୟସ୍କ ଅବସ୍ଥାରେ ଆମ ମସ୍ତିଷ୍କରେ ପୂର୍ବରୁ ଅନେକ ଦୃଢ଼ ରାସ୍ତା ତିଆରି ହୋଇସାରିଥାଏ। ତେଣୁ ଆମକୁ ସେହି ପୁରୁଣା ରାସ୍ତା ଉପରେ ଦେଇ ନୂଆ ରାସ୍ତା ତିଆରି କରିବାକୁ ପଡ଼େ। ଆଚ୍ଛା, ସେଥିପାଇଁ ଏହା ଅଧିକ କଷ୍ଟକର ଲାଗେ। ହଁ, ବୟସ୍କ ଅବସ୍ଥାରେ ନୂଆ ଜିନିଷ ଶିଖିବା ପାଇଁ ଆମକୁ ପିଲାଙ୍କ ଭଳି ସ୍ୱତଃସ୍ଫୂର୍ତ୍ତ ଗ୍ରହଣଶୀଳତା ମିଳେ ନାହିଁ। ଏଥିପାଇଁ ଆମକୁ ଅତ୍ୟନ୍ତ ଗଭୀର ଧ୍ୟାନ, ଆନ୍ତରିକ ପ୍ରେରଣା ଏବଂ ବାରମ୍ବାର କଠିନ ଅଭ୍ୟାସର ଆବଶ୍ୟକତା ପଡ଼େ। ନୂଆ ରାସ୍ତା ଖୋଳିବା ଅସମ୍ଭବ ନୁହେଁ, କିନ୍ତୁ ଏଥିପାଇଁ ଆମକୁ ଅଧିକ ସଚେତନ ପ୍ରୟାସ ଲଗାଇବାକୁ ପଡ଼େ। କିନ୍ତୁ ଥରେ ଚେଷ୍ଟା ଆରମ୍ଭ ହେଲେ ମସ୍ତିଷ୍କ ନିଶ୍ଚିତ ରୂପେ ବଦଳେ। ତେବେ ଏସବୁ ଆଲୋଚନାରୁ ପ୍ରକୃତ ସାରାଂଶ କ'ଣ ବାହାରୁଛି? ମାନେ ଆମ ଦୈନନ୍ଦିନ ଜୀବନ ପାଇଁ ଏହି ବିଜ୍ଞାନର ଗୁରୁତ୍ୱ କ'ଣ? ଗୁରୁତ୍ୱ ବହୁତ ଅଧିକ। ଯଦି ଆମେ ସବୁ ତଥ୍ୟକୁ ଏକାଠି କରିବା ନା, ତେବେ ଏହାର ସିଧାସଳଖ ଅର୍ଥ ହେଲା ଯେ ଆମେ ବର୍ତ୍ତମାନ ଯେଉଁ ସ୍ଥିତିରେ ଅଛୁ ସେଇଟା କେବେ ବି ସ୍ଥାୟୀ ନୁହେଁ। ଏହାର ଅର୍ଥ ହେଲା ଆମେ ସୀମିତ ନୁହଁ। ଯଦି ଜଣେ ଚାହିଁବ, ତେବେ ସେ ବର୍ଷ ବର୍ଷ ଧରି ଥିବା କୌଣସି ଖରାପ ଅଭ୍ୟାସକୁ ନିଜର ଦୃଢ଼ ଇଚ୍ଛାଶକ୍ତି ଆଉ ବାରମ୍ବାର ଅଭ୍ୟାସ ବଳରେ ଛାଡ଼ିପାରିବ। ଆଉ ମସ୍ତିଷ୍କର ସେହି ଖରାପ ସଂଯୋଗଗୁଡ଼ିକୁ ଶୁଖାଇ ଦେଇପାରିବ। ଏହା ଆମେ ପ୍ରାୟତଃ ଶୁଣୁଥିବା ସେହି ବ୍ୟକ୍ତିଗତ ବିକାଶ ବା ପର୍ସନାଲ ଗ୍ରୋଥ କଥାକୁ ଏକ ପୂରା ନୂଆ ଦୃଷ୍ଟିକୋଣ ଦିଏ। ବ୍ୟକ୍ତିଗତ ବିକାଶ ଆଉ କୌଣସି ମନଗଢ଼ା ଧାରଣା ନୁହେଁ, ଏହା ପ୍ରକୃତରେ ଆମ ଶରୀରର ଏକ ବାସ୍ତବିକ ଜୀବବିଜ୍ଞାନ। ପୂରା ସତ କଥା। ଆମେ କେବଳ ନିଜ ମନକୁ ସାନ୍ତ୍ୱନା ଦେଉନାହୁଁ, ବରଂ ନିଜ ମସ୍ତିଷ୍କର ଶାରୀରିକ ଗଠନକୁ ବଦଳାଉଛୁ। ଏହି ଜ୍ଞାନଟି ମାନବ ଜାତି ପାଇଁ ଅତ୍ୟନ୍ତ ଆଶାଜନକ। ଯେତେବେଳେ ଜଣେ ଜାଣେ ଯେ ତାର କଠିନ ପରିଶ୍ରମ କେବଳ ବାହାରେ ନୁହେଁ, ବରଂ ତାର ଖପୁରି ଭିତରେ ମଧ୍ୟ ଭୌତିକ ପରିବର୍ତ୍ତନ ଆଣୁଛି, ସେତେବେଳେ ତାର ଆତ୍ମବିଶ୍ୱାସ ବହୁଗୁଣିତ ହୋଇଯାଏ। ଆଜି ଆମେ ବୁଝିଲେ ଯେ ଆମ ମସ୍ତିଷ୍କ କୌଣସି କାରଖାନାରେ ତିଆରି ହୋଇଥିବା କଠିନ ମେସିନ୍ ନୁହେଁ। ଏହା ଗୋଟିଏ ଗଛ ପରି ଏକ ଜୀବନ୍ତ, ଅଭିବୃଦ୍ଧିଶୀଳ ଆଉ ନମନୀୟ ଅଙ୍ଗ। ଆଉ ଆମର ପ୍ରତ୍ୟେକ ଚିନ୍ତା, ପ୍ରତ୍ୟେକ ନୂଆ କାର୍ଯ୍ୟ ଏହି ମସ୍ତିଷ୍କ ରୂପକ ବିଶାଳ ସହରରେ ନିୟମିତ ଭାବରେ ନୂଆ ନୂଆ ରାସ୍ତା ଗଢ଼ି ଚାଲିଥାଏ। ହଁ, ଏବଂ ଏହା ସହ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ମସ୍ତିଷ୍କ ଯେହେତୁ ନିଜକୁ ନିଜେ ସଜାଡ଼ିବାରେ ବ୍ୟସ୍ତ, ତେବେ ଆମେ ଆମର ଏହି ଓଦା ମାଟିକୁ ପ୍ରତିଦିନ କେଉଁ ପ୍ରକାରର ଅଭିଜ୍ଞତା ଦେଉଛୁ ତାହା ଉପରେ ଧ୍ୟାନ ଦେବା ନିତାନ୍ତ ଜରୁରୀ। ଏକଦମ। ଆମକୁ ସଚେତନ ରହିବାକୁ ପଡ଼ିବ ଯେ ଆମେ କେଉଁ ରାସ୍ତାକୁ ମଜବୁତ କରୁଛୁ। ଠିକ୍ କଥା। ଆଉ ଏହି ଆଲୋଚନା ଶେଷ କରିବା ପୂର୍ବରୁ ଗୋଟିଏ ଚିନ୍ତା କରିବା ଭଳି ଦିଗ ଉପରେ ଆଲୋକପାତ କରିବା ନିଶ୍ଚୟ ଉଚିତ। ଆମେ ଦେଖିଲେ ଯେ ଆମର ପ୍ରତିଦିନର ଛୋଟ ଛୋଟ ଅଭିଜ୍ଞତା ମସ୍ତିଷ୍କର ଭୌତିକ ଗଠନକୁ ସତରେ ବଦଳାଇ ଦେଉଛି। ଆଉ ମସ୍ତିଷ୍କର କୌଣସି ନୈତିକ ବିଚାରବୋଧ ନାହିଁ, ଏହା କେବଳ ପୁନରାବୃତ୍ତି ଉପରେ କାମ କରେ। ତେବେ ଟିକେ ବିଚାର କରନ୍ତୁ ତ, ଆଜିକାଲି ଯେତେବେଳେ ଲୋକେ ଘଣ୍ଟା ଘଣ୍ଟା ଧରି ମୋବାଇଲ ସ୍କ୍ରିନ୍ ଆଗରେ ବସି ରହୁଛନ୍ତି କିମ୍ବା କ୍ରମାଗତ ଭାବେ କେବଳ ଉଦ୍ବେଗଜନକ ଖବର ପଢ଼ୁଛନ୍ତି, ଯାହାକୁ ଆମେ ଡୁମ୍ ସ୍କ୍ରୋଲିଂ କହୁ, ସେହି ସମୟରେ ପ୍ରକୃତରେ ସେହି ମୁଣ୍ଡ ଭିତରେ କି ପ୍ରକାରର ଶାରୀରିକ ପରିବର୍ତ୍ତନ ହେଉଥିବ? ବାପରେ, ଏହା ତ ଏକ ଭୟଙ୍କର ଚିନ୍ତା। ଅଜାଣତରେ ମସ୍ତିଷ୍କର ସେହି ସହରରେ କେଉଁ ଭୟଙ୍କର ଆଉ ଉଦ୍ବେଗଜନକ ନୂଆ ରାସ୍ତା ସବୁ ଦୃଢ଼ ହେବାରେ ଲାଗିଥିବ। ସତରେ ଏହା ଏକ ଭୟଭୀତ କରିବା ଭଳି, କିନ୍ତୁ ସେତିକି ଶକ୍ତିଶାଳୀ ଚିନ୍ତା। ଆମର ପ୍ରତିଟି ସ୍କ୍ରୋଲ, ଆମର ପ୍ରତିଟି ଛୋଟ ଅଭ୍ୟାସ ସତରେ ଆମ ଖପୁରି ଭିତରେ ଏକ ଭୌତିକ ପାଦଚିହ୍ନ ଛାଡ଼ିଯାଉଛି। ଏହା ଉପରେ ନିଶ୍ଚୟ ବିଚାର କରିବେ।